ଓ ସମସ୍ତଙ୍କୁ ନମସ୍କାର। ମୁଁ ଆଜିର ବାଇବଲ ପଠନ ପଢ଼ିବା ନିମନ୍ତେ ମୁଁ ପ୍ରାର୍ଥନା କରିବି। କେମିତି ପ୍ରାର୍ଥନା କରିବି? ଆପଣମାନେ ପ୍ରାର୍ଥନା କରିବାକୁ ଜାଣିନଥିଲେ ନିଜେ ଆପଣ ମଧ୍ୟ ଶିଖିପାରିବେ। ଆସନ୍ତୁ ବାଇବଲ ପଠନ ପଢ଼ିବା ପୂର୍ବରୁ ଆମ୍ଭେ ପ୍ରାର୍ଥନା କରିବା, ଧ୍ୟାନରେ ବସିବା ଆଉ ପ୍ରଭୁ ଯୀଶୁଙ୍କୁ ଆମେ କଥାବାର୍ତ୍ତା ହେବା। ଆସନ୍ତୁ। ପିତା ପରମେଶ୍ୱର ପ୍ରଭୁ ଆଜି ଏହି ଜାଗାରେ ଉପସ୍ଥିତ ରହିଅଛନ୍ତି, ସେତିକି ମୁଁ ଧନ୍ୟବାଦ ଦିଏ। ପିତା, ମୋ ପରି ଏହି ଜଗତରେ ନାହିଁ, ମୁଁ ପାପୀ ଲୋକ। ପ୍ରଭୁ ମୋତେ କ୍ଷମା କର। ଏହି ବାଇବଲ ପାଠ ପଢ଼ିବା ନିମନ୍ତେ ମୁଁ ଛୋଟିଆ ପ୍ରାର୍ଥନା ମାଗିଅଛି। ଆମେନ୍। ଆସନ୍ତୁ ଆମ୍ଭେମାନେ ବାଇବଲ ପଠନ ପଢ଼ିବା। ପ୍ରଭୁ ଆମକୁ ଯାହା କହୁଅଛନ୍ତି ଆଉ କହିବେ ମଧ୍ୟ ତାହା ଆମେ ଶୁଣିପାରିବା। ଆସନ୍ତୁ ଆପଣମାନେ ବସନ୍ତୁ ଆଉ ଟିକେ ଧୈର୍ଯ୍ୟ ଧରିକି ବସିବ। ସବୁବେଳେ ତ ପ୍ରିୟରେ ରହୁଛନ୍ତି, ଏବେ ଈଶ୍ୱରଙ୍କର ବାକ୍ୟ ପଢ଼ିବା ନିମନ୍ତେ ଶିଖିବା ପାଇଁ ଆପଣମାନେ ଧୀରସ୍ଥ ରହିବ। ପ୍ରଭୁ କ'ଣ କହିବେ, କ'ଣ କହିବ, ଏ ଆହାର ସ୍ୱର୍ଗର ଆହାର କେଉଁମାନେ ଖାଇବ, କେଉଁମାନେ ସ୍ୱର୍ଗର ଯିବ, କେଉଁମାନେ ରହିବ। ତେଣୁ ଆମ୍ଭେମାନେ ଶିଖିପାରିବା ଆଉ ଜାଣିପାରିବା। ଆପଣମାନଙ୍କର ଯଦି ଏହି ଭିଡ଼ିଓ ଭଲ ଲାଗିଲା, ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଆଜି ଆମେ ପାଠ ପଠନ ପଢ଼ିବା ପୂର୍ବରୁ ଆଉ ଆମେ ପ୍ରାର୍ଥନା କରିଛୁ। ଏବେ ମଧ୍ୟ ଆମେ ଶିଖିବାକୁ ଯିବା। ଆସନ୍ତୁ ସମସ୍ତେ ବାପା ଭାଇମାନେ, ଏହି ପୃଥିବୀରେ କେତେ ଲୋକ ଅଛନ୍ତି, ମୋ ପାଠ ପଢ଼ିବା ନିମନ୍ତେ ଆପଣମାନେ ସାହାଯ୍ୟ କରିବେ। ଆସନ୍ତୁ। ଜହନ ଲିଖିତ ସୁସମାଚାର ତାର 6 ପର୍ବ 35ରୁ ଯାହା ପାରୁଛୁ ସିଆଡ଼େ 60 ପଦ ମଧ୍ୟ ହେଇଯିବ। ଆପଣମାନେ ଧୈର୍ଯ୍ୟ ଟିକେ ରହିବ। ଆପଣମାନଙ୍କୁ ଭଲ ଲାଗିଲେ ଶୁଣିପାରିବେ, ଭଲ ନ ଲାଗିଲେ ଶୁଣିବେ ନାହିଁ। ଦେଖନ୍ତୁ, ପ୍ରଭୁଙ୍କର ବାକ୍ୟ ସମସ୍ତଙ୍କୁ ଭଲ ଲାଗେ ନାହିଁ। କେତେ ଲୋକମାନଙ୍କର ଭଲ ଲାଗେ, କେତେ ଲୋକମାନଙ୍କର ଆମେ ଜାଣିଛୁ ଅଳ୍ପ ବୁଦ୍ଧି ଭୟଙ୍କର ବୋଲି ସେମାନଙ୍କୁ ଭଲ ଲାଗିବେ ନାହିଁ। ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଇନ ଦେଖିଛନ୍ତି, ଭଲ ଲାଗିଲେ ନାହିଁ। ପ୍ରଭୁଙ୍କର ପଥ ଏହା ଯେ ଭଲ ଲାଗିବା ପାଇଁ ଶୈତାନ ତାଙ୍କର ଆତ୍ମାକୁ ନେଇ ଦେଇଛନ୍ତି। ଇଏ ଭଲ ଲାଗିଲେ ମୁଁ ୟାକୁ ଆକ୍ରମଣ କରିବାକୁ ପାରିବି ନାହିଁ। ଇଏ ପ୍ରଭୁଙ୍କର ଲୋକ ହେବ ବୋଲି ସିଏ ନିଜେ ଆତ୍ମା ଶୈତାନ ସେ ବାକ୍ୟକୁ ଶୁଣିବାକୁ କାନରେ କନା କରିଦେବ, ଆଖିରେ କନା ବାନ୍ଧିଦେବ। ଆସନ୍ତୁ ଆମେ କେଉଁ କେଉଁ ବାକ୍ୟ ପର୍ବ ଯେକୌଣସି ଆମେ ଶିଖିପାରିବା। ଆପଣମାନେ ଟିକେ ଧୈର୍ଯ୍ୟ ଧରିକି ରୁହନ୍ତୁ। ଜହନ 6 ଅଧ୍ୟାୟ 35ରୁ 60-50 ପଦ ମଧ୍ୟ ଆମେ ପାଠ କରିବା। ଆସନ୍ତୁ 35ରୁ ଆରମ୍ଭ କରିବା। ଆମକୁ ପ୍ରଭୁ ଯାହା କହିବେ ତାହା ଆମେ ଶୁଣିବା, ଧୀରସ୍ଥ ରହିବି। ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ମୁଁ ହିଁ ଜୀବନ୍ତଦାୟକ ଆହାର। ଯେ ମୋର ନିକଟକୁ ଆସେ ସେ କଦାପି କ୍ରୋଧିତ ହେବ ନାହିଁ, ଆଉ ଯେ ମୋ ଠାରେ ବିଶ୍ୱାସ କରେ ସେ କଦାପି କ୍ରୋଧିତ ହେବ ନାହିଁ। ଯେଉଁମାନେ ଈଶ୍ୱରଙ୍କର ପଥକୁ ଯିବ, ସେ କେତେ ଦୁଃଖ କଷ୍ଟ ତାଳନା ମଧ୍ୟ ସେ ସହିବ। ପ୍ରିୟ ବାପା ଭାଇମାନେ, ଈଶ୍ୱରଙ୍କର ବାକ୍ୟ ସହଜଟା ନାହିଁ। ଏହି ବାକ୍ୟ ଦେଇ ସମସ୍ତେ ଶାନ୍ତି ଫେରିବ। ପରିବାରରେ ବାପା ମା ଜଣେ ଥିବ, 2 ଜଣ ଥିବ, ଶାନ୍ତିରେ ଥିଲେ ପିଲାମାନେ ଶାନ୍ତିରେ ବସିପାରିବେ। ପ୍ରିୟ ବାପା ଭାଇମାନେ, ଆମ୍ଭେମାନେ ଶୁଣିଅଛ, ନ ଶୁଣିଲା ପରେ ରହୁଛୁ। ଶାନ୍ତି ଆଣିବା ପାଇଁ ଆମ ଯୀଶୁଖ୍ରୀଷ୍ଟ ଏହି ଆହାର ଆମକୁ ଦେଉଛନ୍ତି। ଆପଣମାନେ ଟିକେ ଧୀରସ୍ଥ ରହିକି ଶୁଣନ୍ତୁ। କିନ୍ତୁ ତୁମ୍ଭେମାନେ
ମୋତେ ଦେଖିଲେ ହେ ଯେ ବିଶ୍ୱାସ କରୁନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି। ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ ନିକଟକୁ ଆସି, ଆଉ ଯେ ମୋ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାରି କରିବେ ନାହିଁ। ପିତା କେଉଁମାନଙ୍କୁ ବାଛିଅଛନ୍ତି, ସେମାନଙ୍କୁ ଯେକୌଣସି ଅସୁବିଧା, ବିପଦ, ଆପଦ ଆସିଲେ ମଧ୍ୟ ସେ ପିତା ତାହାଙ୍କୁ କେବେ ହିଁ ବାହାରେ କରିବ ନାହିଁ। ମୋର ପୁତ୍ର ବୋଲି ଆମକୁ ଡାକୁଅଛନ୍ତି। ମାର୍ଥିଓ 11:28। ଓ ପରିସନ୍ତ ବାରଗ୍ରସ୍ତ ଲୋକ, ମୋ ନିକଟକୁ ଆସ। ମୁଁ ତାହାଙ୍କୁ କ'ଣ ଦେବି? ମୁଢ଼ି ଦେବି ନା ଧାନ ଦେବି ନା ଚାଉଳ ଦେବି ନା ଗୋଡ଼ ଦେବି ନା ସୁନା ଦେବି ନା ରୂପା ଦେବି? ନାହିଁ, ବିଶ୍ରାମ ଦେବି। ପାପ ବୋହିଥିବା ଲୋକମାନଙ୍କୁ ଡାକୁଛନ୍ତି, ଏ ପରିଶାନ୍ତ ବାରଗ୍ରସ୍ତ ଲୋକ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି ବୋଲି ଆମକୁ କହୁଅଛନ୍ତି। କେହି ପିତା ଏବେ କହୁଛନ୍ତି, ଯୋହନ ଇଏରେ କହୁଛନ୍ତି, କେବେ ହିଁ ମୋ ଦାସମାନଙ୍କୁ କେବେ ହିଁ ବାହାର କରିବି ନାହିଁ। କାହିଁକି ବାହାର କରିବ? ଆମ ପାଇଁ ସେ ଜୀବନ ଦେଇ ଅଛନ୍ତି ପରା, କ୍ରୁଶରେ ମରି ଅଛନ୍ତି ପରା। ଆମକୁ ପାପ ଦେଖିକି, ଆମକୁ କଷ୍ଟରେ ପଡ଼ି ଅଛନ୍ତି ବୋଲି ସେ ପାପ ଦେଖିକି ନିଜେ ପୁତ୍ରଙ୍କୁ ପିତା ଈଶ୍ୱର ପଠାଇ ଅଛନ୍ତି। ଆସନ୍ତୁ ଆମ୍ଭେମାନେ। ଆଉ କେମିତି ଆମକୁ ପ୍ରଭୁ ବାହାର କରିବ? ନାହିଁ, କେବେ ବାହାର କରିବେ ନାହିଁ। ଏହି ପୃଥିବୀରେ କେତେ ଲୋକ ଅଛନ୍ତି, ପାପୀ ଲୋକ ଅଛନ୍ତି, କଷ୍ଟ ଲୋକ ଅଛନ୍ତି, ଦରିଦ୍ର ଲୋକ ଅଛନ୍ତି, କେଫା ଲୋକ ଅଛନ୍ତି, ଝୁଠା ଲୋକ ଅଛନ୍ତି। ସେମାନଙ୍କୁ ମଧ୍ୟ ପ୍ରଭୁ ଡାକୁଛନ୍ତି, କେବେ ହିଁ ବାହାର କରିବେ ନାହିଁ। ଆଉ ମୋତେ ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ କାହାକୁ ହିଁ ଯେପରି ମୁଁ ନ ହରାଇ, ବରଂ ଶେଷ ଦିନରେ ତାହାଙ୍କୁ ଉତ୍ଥାପନା କରିବି। ଏହା ତାହାଙ୍କର ଇଚ୍ଛା। ମୋ ନିକଟକୁ କିଏ ଆସୁଅଛନ୍ତି, ଧୈର୍ଯ୍ୟ ଧରିକି ରହିଅଛନ୍ତି, ଏହି ପୃଥିବୀରେ ବାସ କରୁଅଛନ୍ତି, ସେମାନଙ୍କୁ ମୁଁ ଶେଷ କାଳ ଦିନରେ ତାହାଙ୍କୁ ଉତ୍ଥାପନା କରିବି। ପ୍ରେଜ୍ ଦି ଲର୍ଡ। ପ୍ରଭୁ ଆମ୍ଭମାନଙ୍କୁ ଏହି ଜୀବନ୍ତ ବାକ୍ୟ ଦେଇଅଛନ୍ତି, ଉତ୍ଥାପନ। ଆମ୍ଭେ ଯଦି ପ୍ରଭୁ ଯୀଶୁଙ୍କୁ ଆମେ ଜାଣିକି ନ ଜାଣିଲା ପରେ ରହିଲେ, ଶେଷ କାଳରେ ପ୍ରଭୁ ଆମକୁ ଡାକିବେ ନାହିଁ, ଥୋଡ଼ିଦେବେ ନରକକୁ। କାରଣ ଯେ କେହି ପୁତ୍ରଙ୍କଠାରେ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହା ହିଁ ମୋର ପିତାଙ୍କ ଇଚ୍ଛା, ଆଉ ମୁଁ ତାହାଙ୍କୁ ଶେଷ ଦିନରେ ଉତ୍ଥାପନ କରିବି। କାରଣ ଯେ କେହି ପୁତ୍ରଙ୍କଠାରେ ଦର୍ଶନ କରେ, କେ ମଣିଷ ପିତା ପୁଅଙ୍କଠାରେ ଦର୍ଶନ କରେ, ସେ କେହି ପୁତ୍ରଙ୍କଠାରେ ଦର୍ଶନ କରେ, ତାହାଠାରେ ବିଶ୍ୱାସ କରେ, ସେମାନେ କଦାପି ଦୁଃଖ ପାଇବ ନାହିଁ କି କଷ୍ଟ ପାଇବ ନାହିଁ, ଶାନ୍ତିରେ ସିଏ ପ୍ରାପ୍ତ ହୁଏ। ମୋର ପିତା ଇଚ୍ଛା ଅନୁଯାୟୀ ପିତା କାହାକୁ ବାଛିଅଛନ୍ତି, ସେମାନଙ୍କୁ ମଧ୍ୟ କେବେ ହିଁ ବାହାର କରିବ ନାହିଁ। ମୁଁ ସ୍ୱର୍ଗରୁ ଅବତରଣ ହୋଇଥିବା ଆହାର ଅଟେ। ଏହା ଆହାର ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ଯିହୁଦୀ ଏବେ ମଧ୍ୟ ଅଛନ୍ତି। ଇଏ ମନେକର ମୂର୍ଖ, ଆଉ କିଛି ପଢ଼ାପଢ଼ି କରିନାହିଁ, ଇଏ କେମିତି କହିବ, ଇଏ କେମିତି କ'ଣ କରିବ, ନିଜର କ'ଣ କରିବ, ଇଏ କ'ଣ ଦେଖିବ, ଇଏ କିଛି ଜାଣିନାହିଁ, ଇଏ ପାଠ ପଢ଼ିନାହିଁ ବୋଲି ବଚସା କରାହେଲା। ତାହାଙ୍କୁ ବଚସା କରିଅଛନ୍ତି, ତାହାଙ୍କୁ ଘୃଣା କରିଅଛନ୍ତି, ତାହାଙ୍କୁ କେତେ କଷ୍ଟରେ ଅସୁଛନ୍ତି। ଅସିବା ଲୋକ ପରେ କେମିତି ହବ?
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣ ଆପଣା ମଧ୍ୟରେ ବଚସା କର ନାହିଁ, ଆପଣା ଆପଣା ମଧ୍ୟରେ ତୁମ୍ଭେମାନେ ଅପମାନ ଦିଅ ନାହିଁ। ଅପମାନ ଦିଅ ନାହିଁ, ଜାଣୁ ନ ଜାଣୁ। ପ୍ରଭୁ ଯୀଶୁଙ୍କର ବାକ୍ୟ ଯାହା କିଛି କହିବ ତାହାଙ୍କଠାରେ ଆମେ ତୁମ୍ଭେମାନେ ବସିକି ରୁହ। ମୋର ପ୍ରେରଣକର୍ତ୍ତା ପିତା ଯାହାଙ୍କୁ ଆକର୍ଷଣ କରନ୍ତି କେବଳ ସେ ମୋ ନିକଟକୁ ଆସିପାରେ, ଆଉ ମୁଁ ଶେଷ ଦିନରେ ତାହାଙ୍କୁ ଉତ୍ଥାପନା କରିବି। ପିତା ଈଶ୍ୱର ସମସ୍ତଙ୍କୁ ବାଛିଛନ୍ତି, ସେମାନଙ୍କୁ ଶେଷ କାଳରେ ମୁଁ ଉତ୍ଥାପନା କରିବି। ତାଙ୍କୁ ମୁଇଁ ଆଉ ବାହାରେ କରିବି ନାହିଁ। ସେମାନଙ୍କୁ ଆସ ବୋଲେ ମୁଇଁ କହିବି ସିନା, ଆଉ ବାହାର କରିବାଟା ମୋର ବାଟ ନାହିଁ ବୋଲି କିଏ କହୁଛନ୍ତି? ପିତା, ପୁତ୍ର, ଯୀଶୁଖ୍ରୀଷ୍ଟ। କେହି ଯେ ତାହାଙ୍କୁ ଦେଖିଅଛି ତାହା ନୁହେଁ, ଯେ ଈଶ୍ୱରଙ୍କ ଠାରେ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି। ସେ ଯୀଶୁଖ୍ରୀଷ୍ଟଙ୍କୁ କିଏ ଜାଣିଅଛି, ସେ ପିତାଙ୍କୁ ମଧ୍ୟ ଜାଣିଅଛି। ପିତାଙ୍କୁ ମଧ୍ୟ ଜାଣିଅଛି। ଆସନ୍ତୁ ଭାଇ ଭଉଣୀମାନେ, ଆମ୍ଭେମାନେ ମୁଁ ତୁମମାନଙ୍କୁ କହୁଅଛି, ମୁଁ ସତ୍ୟ ସତ୍ୟ ତୁମମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ମୁଁ ଜୀବନଦାୟକ ଆହାର। ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛନ୍ତି, ସେମାନେ ମଲା ପର୍ଯ୍ୟନ୍ତ ସେ ଦିବ୍ୟ ପ୍ରସାଦ ପ୍ରଭୁଙ୍କର ପ୍ରଭୁ ଭୋଜ ସେ ମଲା ପର୍ଯ୍ୟନ୍ତ ସିଏ ଆହାର ଖାଇକି ବଞ୍ଚିବ। ତୁମମାନଙ୍କର ପିତୃପୁରୁଷ ପ୍ରାନ୍ତରେ ମାନା ଭୋଜନ କରି ମୃତ୍ୟୁଭୋଗ କଲେ। ମୋଶାଙ୍କ ନିୟମରେ ମାନା କାହିଁକି ସେମାନେ ପ୍ରାନ୍ତରେ ମରୁଥିଲେ। ପ୍ରିୟ ବାପା ଭାଇମାନେ, ଆମ୍ଭେମାନେ ଏବେ ଗର୍ବ, ମୁଁ ପ୍ରଭୁଙ୍କୁ ଜାଣିଛି ଆଉ ଏବେ ଜାଣିବିନି ବୋଲି ଲୋକମାନେ କହୁଛନ୍ତି। ତେଣୁ ଆମ୍ଭେମାନେ ଗର୍ବ ଯାଇ ନାଶ କରୁଅଛନ୍ତି, ମରୁଛନ୍ତି ପ୍ରାନ୍ତରେ ମରୁଛନ୍ତି। ଆସନ୍ତୁ ଆମ୍ଭେମାନେ ଜାଣିଥିଲେ ମଧ୍ୟ ନିଜର ବିଶ୍ୱାସ କରିକି ପ୍ରଭୁ ଯୀଶୁଙ୍କୁ ଆତ୍ମାରେ ରଖିକି ଜାଗା ଦେବାରେ ସେ ଅଛି। ଯେ କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗର ଅବତରଣ କରିବା ଆହାର ଏହି ଅଟେ। କେଉଁମାନେ ସେହି ଆହାର ଗ୍ରହଣ ନ କରିକି ସ୍ୱର୍ଗ ଅବତରଣ କରିଥିବା ଆହାର ସ୍ୱର୍ଗ ରାଜ୍ୟକୁ ଆହାର ଆସିଅଛନ୍ତି, ସେଟା ସେହି ଆହାରକୁ ମାନେ ଖାଆନ୍ତି, ସେମାନେ ଅନନ୍ତ ଜୀବନ ରହିବ। ମାନେ ଆହାରକୁ ଗ୍ରହଣ କରେ ନାହିଁ, ସେ ମୃତ୍ୟୁଦଣ୍ଡ ପାଇବ। ଏହି ପୃଥିବୀରେ ମୃତ୍ୟୁ ହେବ, ତାପରେ ସ୍ୱର୍ଗ ରାଜ୍ୟରେ ନର୍କକୁ ଯିବ। ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ଏହି ଜୀବନ୍ତ ଆହାର। କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ଯେଉଁମାନେ ଆମ୍ଭେମାନେ ଏହି ପୃଥିବୀରେ ସେ ଦିବ୍ୟ ପ୍ରସାଦ ହଉ ଆଉ ଅଲଗା ବି ହଉ ଗ୍ରହଣ ନ କରିକି ଆମେ ଖାଉଛୁ, ତାହେଲେ ସେ ବିଷ ହେଇଯିବ। ପ୍ରଭୁ ଏହି ନିଜର ଦେହକୁ ସେ ନିଜେ ରକ୍ତ ମାଂସ ଦେଇକି ଆମ୍ଭମାନଙ୍କର ଏହି ପୃଥିବୀରେ ଲୋକମାନଙ୍କୁ ସେହି ଦର୍ଶାଇ କହିଅଛନ୍ତି ଯେ ମୋର ଏହି ମାଂସ, ଏହି ମୋର ରକ୍ତ। ମୁଁ ଆସିଲା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ ଏହି ପାନ କରିଥାଅ ବୋଲି ଆମ୍ଭମାନଙ୍କୁ ସେ ପ୍ରଭୁ କହିଅଛନ୍ତି। ଏଥି ଯିହୁଦୀମାନେ ପରସ୍ପରକୁ ବାଦଯୁଦ୍ଧ କରି କହିବାକୁ ଲାଗିଲେ,
ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇପାରେ? ଇଏ ଯଦି ତାର ମାଂସ ଆମକୁ କାହିଁକି ଦେଇପାରେ? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ର ମାଂସ ଭୋଜନ ଓ ନହେଲେ ନ କଲେ ତାହାଙ୍କର ରକ୍ତ ପାନ ନ କଲେ ତୁମ୍ଭମାନଙ୍କଠାରେ ଜୀବନ ନାହିଁ। ଯେଉଁମାନେ ରକ୍ତ ମାଂସ ନ ଖାଇଲେ ତାଙ୍କର ଜୀବନ ନାହିଁ। ଯାହା ପୃଥିବୀରେ ଅଛନ୍ତି ଆଉ ମଲା ପରେ ସିଏ ଆଉ ନାହିଁ, ନର୍କ ବାଟରେ ସିଧା ପଳେଇବ। ଭାଇମାନେ ଆଉ ଆସନ୍ତୁ ଆମ୍ଭେମାନେ ଏହି ଜାଣିକି ନ ଜାଣିଲା ପରେ ଅଛି 80 ବର୍ଷ ଖ୍ରୀଷ୍ଟିଆନ ହଉ, 100 ବର୍ଷ ଖ୍ରୀଷ୍ଟିଆନ ହୋଇ କି 50 ବର୍ଷ ଖ୍ରୀଷ୍ଟିଆନ ହଉ, ଆମେ ଯଦି ଦୀକ୍ଷା ନେବା, ତାପରେ ରକ୍ତ ପାନ ନ ଖାଇବା, ମଦ ପାଣି ଖାଇକି ଆମେ ଯଦି ସେହି ପ୍ରଭୁଙ୍କର ଭୋଜ ଖାଇବା, ତାହେଲେ ଆମର ଅଭିଶାପ ଦେଇକି ନର୍କକୁ ଯିବାକୁ ପଡ଼ିବ। କାରଣ ମୋର ମାଂସ ଓ ପ୍ରକୃତ ଖାଦ୍ୟ ଓ ମୋର ରକ୍ତ ପ୍ରକୃତର ଯେ ମୋର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ସେ ମୋଠାରେ ରହେ, ମୁଁ ତାଠାରେ ରହିବି। ଯେଉଁମାନେ ଏହି ସଂସାରରେ ଥାଇକି ପ୍ରଭୁଙ୍କୁ ଜାଣିକି ଏହି ମାଂସ ଏହି ରକ୍ତ ପାନ କରେ, ତାହାଠାରେ ମୁଁ ରହିବି। ଆଉ ଯୀଶୁ ଦେବ ନାହିଁ, ଦେଇଦେବେ ନା, ସେ ତାକୁ ବାହାର କରିବେ ନାହିଁ। ତୁମ୍ଭେମାନେ ନର୍କରେ ନ ଯାଉ, ପରିବର୍ତ୍ତନ ହୁଅ, ଆଉ ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମାର୍କୋ 11:28 କହିଛି ନା, ତାକୁ ବାହାର କରିବ ନାହିଁ, ବାହାର କରିବ ନାହିଁ। ଏପରି ଶାନ୍ତ ବାରଗ୍ରସ୍ତ ଲୋକ, ଆସ ମୋର ରକ୍ତ ପାନ କର, ମୋର ମାଂସ ଖାଅ, ଆମମାନଙ୍କୁ ଡାକୁଅଛନ୍ତି। ଆସନ୍ତୁ ଆମେ ଏହି ଶୁଣିକି ନ ଶୁଣିପାରିଲା ପରି ରହିଲେ ପ୍ରଭୁ ଆମକୁ ରାଗିବେ, ଆଉ ପ୍ରଭୁକୁ ଆମକୁ ଭଲ ବାଟ ଦେଖେଇବେ ନାହିଁ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ଏଥିରୁ ଜୀବିତ ଥାଏ, ସେହିପରି ସେ ମୋତେ ଭୋଜନ କରେ, ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରିକି ରହିବେ, ଜୀବନ କାଟିବ, ସେମାନେ କେବେ ଏହି କଥା ବି ଦୁଃଖ ପାଇବ ନାହିଁ, ପ୍ରଭୁଙ୍କର କ୍ରୁଶିତ ହେବ ନାହିଁ। ଭାଇମାନେ ଆଉ ବାପାମାନେ, ଆମେ ଆଜିଠୁ ମଦ ପାନ ରାଗ ଯେକୌଣସି ଆମ୍ଭେମାନେ ଘରେ ରଖିକି ପ୍ରଭୁଙ୍କର ବେଦୀରେ ଆମେ ଯିବା। ଆଉ ଯେଉଁ ଆହାର ମିଶନେର ହଉ, ଫାଦର ହଉ, ଯେକୌଣସି ଭବିଷ୍ୟବକ୍ତା ହଉ, ସେଟା ଆମେ ଗ୍ରହଣ କରିବା। ଖାଲି ପେଟରେ ମଧ୍ୟ ଯାଇକି ଆମେ ଗ୍ରହଣ କଲେ ଆମକୁ ଏ ଆତ୍ମାରେ ପ୍ରଭୁ ପ୍ରବେଶ କରିବ। ଯେଉଁ ଆହାର 58 ପଦ, ଯେଉଁ ଆହାର ସ୍ୱର୍ଗ ଅବତରଣ କରିଅଛି, ତାହା ଏହି ପ୍ରକୃତ ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେ ପ୍ରକାର ନୁହେଁ ଯେ କେହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ତାହାଙ୍କର ଯୀଶୁଖ୍ରୀଷ୍ଟଙ୍କର ଏହି ରକ୍ତ ଏହି ମାଂସ ଭୋଜନ କରେ, ଅନନ୍ତ କାଳ ପର୍ଯ୍ୟନ୍ତ ସିଏ ଜୀବିତ ରହିବ। ଏହି ପୃଥିବୀରେ ରହିବ ନାହିଁ, ସ୍ୱର୍ଗ ରାଜ୍ୟରେ ସିଏ ରହିବ। ଆମେ ଏହି ପୃଥିବୀରେ ଥାଇକି ଲାଳସା କେତେ ସୁନ୍ଦର ବୁଝି ଯେକୌଣସି ଆମେ କାର୍ଯ୍ୟରେ ଆଗୁ ଉପସ୍ଥିତ ହୋଇକି ରହିଅଛୁ। ତେଣୁ ସେ ଲାଳସା ଆମକୁ ଲାଳସା ବୋଲେ ଶୈତାନ ଆମକୁ ଗୁଡ଼େଇକି ରଖିଅଛନ୍ତି। ତେଣୁ ଆମ୍ଭେମାନେ ସେ ଗୋଟିଏ ଆସନ୍ତୁ ଆମ୍ଭେମାନେ ଏହି ପ୍ରାର୍ଥନା କରିବା, ଆଉ ପ୍ରଭୁ ଯୀଶୁଙ୍କ ଆଡ଼େ ଆମେ ଯିବା।
ସ୍ୱର୍ଗଶକ୍ତିନ ପିତା ପରମେଶ୍ୱର ପ୍ରଭୁ, ପିତା ମୁଁ ପାପୀ ଏହି ବାଇବଲ ପଢ଼ିବା ନିମନ୍ତେ ଆଉ ମୋତେ କ୍ଷମା କର ଓ ଆଶୀର୍ବାଦ କର। ଏହି ସକାଳଠୁ ଏହି ବାଇବଲ ଶିକ୍ଷାକୁ ମଧ୍ୟ ଗ୍ରହଣ କର ଆଉ ଭୁଲଥିରେ ମଧ୍ୟ ମୋତେ କ୍ଷମା କର। ପ୍ରଭୁ ମୋ ଅନ୍ତରରେ ବାସ କରୁଅଛନ୍ତି, ସେତିକି ମୁଁ ତୁମକୁ ଧନ୍ୟବାଦ ଦେଇଅଛି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ।